गुरुदिवस भाषण। सम्माननीय सभापति महोदय, पूज्य गुरुजी गुरुमा वृंद तथा मोर स्नेहर भाई और भौणी माने, आज यह पवित्र गुरुदिवस उपलक्षे समस्त को हार्दिक शुभेच्छा और शुभकामना। आपण माने समस्ते जानिछंती आज हूँ सेप्टेम्बर मास 5 तारिख, ଯେଉଁ ଦିନଟିକୁ ସମଗ୍ର ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ଏହିପରି ଏକ ଶୁଭ ମୁହୂର୍ତ୍ତରେ ମୋତେ କିଛି କହିବାର ସୁଯୋଗ ଦେଇଥିବାରୁ ମୋର ଶ୍ରେଣୀ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଉଛି। ଆଜି ହେଉଛି ପବିତ୍ର ଗୁରୁ ଦିବସ। ଗୁରୁ ଶବ୍ଦଟି ଶୁଣିବାକୁ ଅତ୍ୟନ୍ତ ଛୋଟ, କିନ୍ତୁ ଗୁରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଗୁରୁ ଶିଷ୍ୟ ସମ୍ପର୍କ ଭାରତୀୟ ସଂସ୍କୃତିର ଏକ ପବିତ୍ର ବନ୍ଧନ ଅଟେ। ଭାରତର ଇତିହାସରେ ଗୁରୁ ଶିଷ୍ୟ ପରମ୍ପରାର ଅନେକ ଉଦାହରଣ ମଧ୍ୟ ରହିଅଛି। ଏ ସଂସାରରେ ଯିଏ ଯେଉଁ ପଦବୀରେ ଥାନ୍ତୁ ନା କାହିଁକି, ସେ ଡାକ୍ତର ହୁଅନ୍ତୁ କି ପୋଲିସ ହୁଅନ୍ତୁ କିମ୍ବା କୌଣସି ସଫଳ ବ୍ୟକ୍ତି ହୁଅନ୍ତୁ, ପ୍ରତ୍ୟେକଙ୍କ ଜୀବନରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ କଥାରେ ଅଛି, ସଦ୍ଗୁରୁ ଯେବେ ମାରେ ଗୋଇଠା ଅନ୍ଧାର ଘରେ ଜଳେ ବୈଠା। ସଦ୍ଗୁରୁ ଯେବେ ମାରେ ଗୋଇଠା ଅନ୍ଧାର ଘରେ ଜଳେ ବୈଠା। ଗୁରୁ ହେଉଛନ୍ତି ଦେବତା ସମାନ। ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ, ଗୁରୁ ହିଁ ଶିବ, ଗୁରୁ ହିଁ ସବୁକିଛି। ତେଣୁ ସର୍ବପ୍ରଥମେ ଗୁରୁଙ୍କୁ ପ୍ରଣାମ କରିବା ଉଚିତ। ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ କୌଣସି ଦିନର ଆବଶ୍ୟକତା ନାହିଁ, କାରଣ ଶିକ୍ଷକ ଚିର ପୂଜନୀୟ, ଚିର ସମ୍ମାନିତ। ଭାରତରେ ଗୁରୁ ଦିବସ ସେପ୍ଟେମ୍ବର 5 ତାରିଖରେ ପାଳନ କରାଯାଏ। ଏହି ଦିନଟି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ 1888 ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ବିଶ୍ୱର ସର୍ବଶ୍ରେଷ୍ଠ ଦାର୍ଶନିକ ଥିଲେ। ସେ ଥିଲେ ବିଶ୍ୱର ସର୍ବଶ୍ରେଷ୍ଠ ଦାର୍ଶନିକ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଶିକ୍ଷା ପ୍ରତି ଭାରି ରୁଚି ଥିଲା। ସେ କୁହନ୍ତି ଯେ ଶିକ୍ଷକ ବିନା ଜଣେ ବ୍ୟକ୍ତି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସମ୍ଭବ ନୁହେଁ। ସେ କୁହନ୍ତି ଯେ ଶିକ୍ଷକ ବିନା ଜଣେ ବ୍ୟକ୍ତି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସମ୍ଭବ ନୁହେଁ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତାଙ୍କ ଜୀବନର 40 ବର୍ଷ ଶିକ୍ଷା କ୍ଷେତ୍ରରେ ଅତିବାହିତ କରିଥିଲେ। ସେ ସ୍ୱାଧୀନ ଭାରତର ଉପରାଷ୍ଟ୍ରପତି ଓ ପରେ ରାଷ୍ଟ୍ରପତି ହେଲେ। ଶିକ୍ଷା ପ୍ରତି ତାଙ୍କର ଯଥେଷ୍ଟ ଅବଦାନ ରହିଛି, ଯାହା ଦେଶବାସୀଙ୍କ ପାଇଁ ବଡ଼ ସମ୍ମାନ ସଦୃଶ ଅଟେ। ତେଣୁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଏ। ବାସ୍ତବରେ କହିବାକୁ ଗଲେ ଶିକ୍ଷକ ହେଉଛନ୍ତି ସୁସ୍ଥ ସମାଜ ନିର୍ମାଣକାରୀ। ବାସ୍ତବରେ କହିବାକୁ ଗଲେ ଶିକ୍ଷକ ହେଉଛନ୍ତି ସୁସ୍ଥ ସମାଜ ନିର୍ମାଣକାରୀ, ଯିଏ ଆମକୁ ସମାଜର ଉତ୍ତମ ମଣିଷ ରୂପେ ଗଢ଼ିଥାନ୍ତି। ସେହି ମହାନ ଶିକ୍ଷକଙ୍କୁ ମୋର କୋଟି ପ୍ରଣାମ। ମୁଁ ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ମୁଁ ଆଶା କରୁଛି ସାଙ୍ଗମାନେ ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେନି। ଏମିତି ନୂଆ ନୂଆ ଇଣ୍ଟରେଷ୍ଟିଂ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।